ଦର୍ଶକ ବନ୍ଧୁ, ଆମେ ସମସ୍ତେ ଜାଣିଛୁ ଶନିଦେବ ସୂର୍ଯ୍ୟଦେବଙ୍କ ପୁତ୍ର। ପରନ୍ତୁ ସେ ତାଙ୍କ ପୁତ୍ରଙ୍କୁ କାହିଁକି ତ୍ୟାଗ କରିଦେଇଥିଲେ ତାହା ଜାଣିବା ପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଅବଶ୍ୟ ଦେଖନ୍ତୁ ଏବଂ ଏପରି ପୌରାଣିକ ତଥ୍ୟ ବିଷୟରେ ଜାଣିବା ପାଇଁ ଆମ ଚ୍ୟାନେଲ M2 ଷ୍ଟୋରି ଟେଲରକୁ ଅବଶ୍ୟ ସବସ୍କ୍ରାଇବ୍ କରନ୍ତୁ। ଦର୍ଶକ ବନ୍ଧୁ, ଆପଣମାନେ କ'ଣ ଏହା ଜାଣିଛନ୍ତି କି ଆଦିଦେବ ମହାଦେବ ଶନିଦେବଙ୍କୁ ନ୍ୟାୟର ଦେବତା ହିସାବରେ ଘୋଷଣା କରିଥିଲେ ଏବଂ ତାଙ୍କର ନିରପେକ୍ଷ ଭାବରେ ନ୍ୟାୟ କରିବା ଯୋଗୁଁ ତାଙ୍କୁ ନ୍ୟାୟର ଦେବତା ରୂପରେ ପୂଜା କରାଯାଏ। ଏହା କୁହାଯାଏ କି ଶନିଦେବ ପ୍ରାଣୀଙ୍କର ପାପ ଏବଂ କୁକର୍ମର ଫଳ ପ୍ରଦାନ କରିଥାନ୍ତି। ତେବେ ଦର୍ଶକ ବନ୍ଧୁ, ଆଜିର ଏହି ଭିଡ଼ିଓରେ ଆସନ୍ତୁ ଜାଣିବା ସୂର୍ଯ୍ୟଦେବ କାହିଁକି ଶନିଦେବଙ୍କୁ ନିଜ ପୁତ୍ର ହିସାବରେ ଗ୍ରହଣ କରିବାକୁ ମନା କରିଦେଇଥିଲେ। ସୂର୍ଯ୍ୟଦେବଙ୍କ ପତ୍ନୀଙ୍କ ନାମ ଦେବୀ ସନ୍ଧ୍ୟା ଥିଲା। ଶନିଦେବଙ୍କ ଜନ୍ମ ସୂର୍ଯ୍ୟଦେବଙ୍କ ପତ୍ନୀ ସନ୍ଧ୍ୟାଙ୍କ ଛାୟାରୁ ହୋଇଥିଲା। ଦର୍ଶକ ବନ୍ଧୁ, ଆପଣମାନେ ଜାଣିଥିବେ କି ସୂର୍ଯ୍ୟଦେବ ଦେବତାମାନଙ୍କର ମାତା ଆଦିତି ଏବଂ ମହର୍ଷି କଶ୍ୟପଙ୍କ ପୁତ୍ର ଥିଲେ। ମାତା ଛାୟାଙ୍କ କଠୋର ତପସ୍ୟା ପରେ ଶନିଦେବଙ୍କ ଜନ୍ମ ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥିରେ ସୌରାଷ୍ଟ୍ରର ସିଙ୍ଗାପୁରରେ ହୋଇଥିଲା। କହିବାକୁ ଚାହୁଁ କି ଦେବୀ ସନ୍ଧ୍ୟା ନିଜେ ମାତା ଛାୟାର ଉତ୍ପତ୍ତି କରିଥିଲେ ଏବଂ ନିଜ ପତି ସୂର୍ଯ୍ୟଦେବଙ୍କ ସମେତ ତାଙ୍କ ପୁତ୍ରମାନଙ୍କର ଦାୟିତ୍ୱ ନେବା ପାଇଁ କହିଥିଲେ, କାରଣ ସେ ନିଜେ ସ୍ୱୟଂ ସୂର୍ଯ୍ୟଦେବଙ୍କ ତେଜକୁ ସହନ କରିପାରୁନଥିଲେ। ଏଣୁ ସେ ନିଜର ଛାୟାର ଉତ୍ପତ୍ତି କଲେ ଏବଂ ସ୍ୱୟଂ ତପସ୍ୟା କରିବା ପାଇଁ ବଣକୁ ପ୍ରସ୍ଥାନ କଲେ। ଏପଟେ ଦେବୀ ଛାୟା ସୂର୍ଯ୍ୟଦେବଙ୍କ ସହ ତାଙ୍କ ପୁତ୍ରମାନଙ୍କର ଦାୟିତ୍ୱ ତୁଲାଉଥିଲେ। ଏଣୁ କିଛି ସମୟ ପରେ ସେ ସୂର୍ଯ୍ୟଦେବଙ୍କ ଦ୍ୱାରା ମୋହିତ ହୋଇ ପ୍ରେମ ଲୀଳାରେ ବୁଡ଼ିଗଲେ। କିଛି ଦିନ ପରେ ଦେବୀ ଛାୟା ଜାଣିପାରିଲେ କି ସେ ଗର୍ଭବତୀ ଅଛନ୍ତି। ତେଣୁ ଦେବୀ ସନ୍ଧ୍ୟା ତାଙ୍କୁ ବଣକୁ ଡାକି କହିଲେ ଯେ ତାଙ୍କ ସମୟ ଏବେ ସମାପ୍ତ ହୋଇସାରିଛି, ସେ ଏବେ ଯାଇପାରନ୍ତି। ସେ ଜଣେ ଦାସୀ ହିସାବରେ ତାଙ୍କ ପତି ଏବଂ ପୁତ୍ରଙ୍କ ସହ ରହୁଥିଲେ, ପରନ୍ତୁ ସେ କେବେ ହେଲେ ସୂର୍ଯ୍ୟଦେବଙ୍କ ନିକଟବର୍ତ୍ତୀ ହେବା ଉଚିତ ନଥିଲା। ଦେବୀ ସନ୍ଧ୍ୟାଙ୍କ କଥା ଶୁଣି ତାଙ୍କ ଛାୟା ଖୁବ୍ ଜୋରରେ କାନ୍ଦିବାକୁ ଲାଗିଲେ ଏବଂ କହିଲେ, ହେ ଦେବୀ, ମୁଁ ଆପଣଙ୍କର ସାନ ଭଉଣୀ ପରି। ଏବେ ଏହି ଅବସ୍ଥାରେ ମୁଁ କୁଆଡ଼େ ଯିବି? ମୋ ସହ ଏପରି ଅନର୍ଥ କରନ୍ତୁ ନାହିଁ। ସେପଟେ କୌଣସି ଏକ ଗଛ ଉହାଡ଼ରେ ଲୁଚି ସୂର୍ଯ୍ୟଦେବ ଏ ସମସ୍ତ ବିଷୟ ଦେଖୁଥିଲେ। ଯେହେତୁ ସେ ଦେବୀ ଛାୟାଙ୍କ ପିଛା କରୁଥିଲେ, ସେ ବଣରେ ଦୁଇ ଜଣଙ୍କ କଥା ଶୁଣିପାରିଲେ। ଦେବୀ ସନ୍ଧ୍ୟା ଏବଂ ତାଙ୍କ ଛାୟାଙ୍କ କଥା ଶୁଣି ସାରିଲା ପରେ ସେ ବାହାରକୁ ବାହାରି ଦେବୀ ସନ୍ଧ୍ୟାଙ୍କୁ କହିଲେ, ମୋ ପ୍ରିୟ ସନ୍ଧ୍ୟା, ଯଦି ତୁମେ ଏଇଠି ଅଛ ତେବେ ମୋ ସହ କିଏ ରହୁଥିଲା ଏବଂ ଏ ସ୍ତ୍ରୀ ଜଣକ କିଏ? ନିଜ ପତିଙ୍କ ମୁଖରୁ ଏପରି ଶୁଣି ଦେବୀ ସନ୍ଧ୍ୟା ସମସ୍ତ ବିଷୟ ସୂର୍ଯ୍ୟଦେବଙ୍କୁ କହିଲେ। ସନ୍ଧ୍ୟା ଦେବୀଙ୍କ କଥା ଶୁଣି ସୂର୍ଯ୍ୟଦେବ ମଧ୍ୟ ଦେବୀ ଛାୟାର ତିରସ୍କାର କଲେ ଏବଂ ସେଠୁ ପ୍ରସ୍ଥାନ କଲେ। ତିରସ୍କାର ପାଇଲା ପରେ ଦେବୀ ଛାୟା ଗର୍ଭାବସ୍ଥାରେ ହିଁ ଦେବାଧିଦେବ ମହାଦେବଙ୍କ ଘୋର ତପସ୍ୟାରେ ଲୀନ ହୋଇଗଲେ। କିଛି ବର୍ଷ ପରେ ମହାଦେବ ଦେବୀ ଛାୟାଙ୍କର ଘୋର ତପସ୍ୟା ଏବଂ ଭକ୍ତିରେ ପ୍ରସନ୍ନ ହୋଇ ତାଙ୍କୁ ବରଦାନ ଦେଲେ। ଦେବୀ ଛାୟା ଯେହେତୁ ମହାଦେବଙ୍କ ଘୋର ତପସ୍ୟାରେ ଲୀନ ଥିଲେ, ସେ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ପାରିନଥିଲେ। ଗର୍ଭାବସ୍ଥାରେ ସ୍ୱାସ୍ଥ୍ୟ ପ୍ରତି ଠିକ୍ ପ୍ରକାରେ ଧ୍ୟାନ ନ ଦେଇଥିବା ଯୋଗୁଁ ଗର୍ଭରେ ଥିବା ଶନିଦେବଙ୍କ ରଙ୍ଗ କଳା ପଡ଼ିଯାଇଥିଲା। କିଛି ସମୟ ପରେ ଯେବେ ଶନିଦେବ ଜନ୍ମ ହେଲେ, ତାଙ୍କୁ ଦେଖି ଦେବୀ ଛାୟା ଅତି ଆଶ୍ଚର୍ଯ୍ୟଚକିତ ହୋଇଗଲେ, କାରଣ ସୂର୍ଯ୍ୟଦେବଙ୍କ ପୁତ୍ର ହୋଇଥିବା ସତ୍ତ୍ୱେ ଶନିଦେବଙ୍କ ରଙ୍ଗ କଳା ଥିଲା। ଜନ୍ମର କିଛି ସମୟ ପରେ ହିଁ ଶନିଦେବ ଜଣେ ବାଳକ ରୂପରେ ପରିଣତ ହୋଇଗଲେ। ଏହା ଦେଖି ମାତା ଛାୟା ପଚାରିଲେ, ତୁମେ ଏତେ ଶୀଘ୍ର ବଡ଼ କେମିତି ହୋଇଗଲ? ଶନିଦେବ କହିଲେ, ହେ ମାତା, ମୁଁ ଗର୍ଭାବସ୍ଥାରେ ହିଁ ଆପଣଙ୍କ ଦୁଃଖ ଶୁଣିଥିଲି ଏବଂ ଯେଉଁ ମାତାକୁ ନିଜ ଭଲ ସମୟରେ ମଧ୍ୟ ଦୁଃଖ ସହିବାକୁ ପଡ଼ିଥାଏ, ସେପରି ମାତାଙ୍କ ଦୁଃଖ ହରିବା ପାଇଁ ତାଙ୍କ ସନ୍ତାନ ଖୁବ୍ ଶୀଘ୍ର ବଡ଼ ହୋଇଯାଇଥାନ୍ତି। ଶନିଦେବ ପୁଣି କହନ୍ତି, ମାତା, ଏବେ ଚାଲନ୍ତୁ ପିତାଙ୍କ ପାଖକୁ ଯିବା ଏବଂ ଆପଣଙ୍କ ଅଧିକାର ମାଗିବା। ଏହାପରେ ଶନିଦେବ ଏବଂ ମାତା ଛାୟା ସୂର୍ଯ୍ୟ ଲୋକକୁ ଗଲେ। ମାତା ଛାୟାକୁ ଦେଖି ଦେବୀ ସନ୍ଧ୍ୟା ଏବଂ ସୂର୍ଯ୍ୟଦେବ ଆଶ୍ଚର୍ଯ୍ୟଚକିତ ହୋଇଗଲେ ଏବଂ କହିଲେ, ତୁମେ ଏଠିକି କ'ଣ ପାଇଁ ଆସିଛ? ତେବେ ଶନିଦେବ ନିଜ ପିତାଙ୍କୁ କହିଲେ, ହେ ସୂର୍ଯ୍ୟଦେବ, ମୁଁ ଆପଣଙ୍କ ପୁତ୍ର ଏବଂ ମୁଁ ଏଠିକି ମୋ ମାତାଙ୍କ ଅଧିକାର ଫେରାଇବାକୁ ଆସିଛି। ଶନିଦେବଙ୍କ କଥା ଶୁଣି ସୂର୍ଯ୍ୟଦେବ କ୍ରୋଧରେ ଆସି କହିଲେ, ତୁମ ପରି କୁରୂପ ବାଲକ ମୋର ସନ୍ତାନ କେବେ ହେଁ ହୋଇପାରିବ ନାହିଁ।
କିଏ ଜାଣେ ତୁମ ମାତା କାହା ସହ ସମ୍ବନ୍ଧ ରଖିଥିଲେ ଯେ ତୁମ ପରି ସନ୍ତାନ ଜନ୍ମ ହେଲା। ମୁଁ କେବେ ହେଲେ ତୁମକୁ ନିଜ ପୁତ୍ର ଭାବରେ ସ୍ୱୀକାର କରିବି ନାହିଁ। ସୂର୍ଯ୍ୟଦେବଙ୍କ କଥା ଶୁଣି ମାତା ଛାୟା କାନ୍ଦିବାକୁ ଲାଗିଲେ ଏବଂ କହିଲେ, ହେ ଦେବ, ଏପରି ଲାଞ୍ଛନ ମୋ ଉପରେ ଲଗାନ୍ତୁ ନାହିଁ। ମୁଁ ଆପଣଙ୍କୁ ହୃଦୟରୁ ପ୍ରେମ କରିଥିଲି, ଆପଣଙ୍କ ସେବା କରିଥିଲି। ତାହାର କ'ଣ ଏହି ପରିଣାମ? ମୋର ଚରିତ୍ରକୁ ଆପଣ ଏମିତି ସନ୍ଦେହଜନକ କରନ୍ତୁ ନାହିଁ। ଏ ସମସ୍ତ ଦେଖିସାରିବା ପରେ ଶନିଦେବ ନିଜର ପ୍ରକୋପ ଦେଖାଇବା ଆରମ୍ଭ କଲେ। ତାଙ୍କର ପ୍ରକୋପରେ ସୂର୍ଯ୍ୟଦେବଙ୍କ ସହ ସମସ୍ତ ସୂର୍ଯ୍ୟଲୋକ ଅନ୍ଧାରରେ ବୁଡ଼ିଗଲା। ତାଙ୍କ କ୍ରୋଧ ଏବଂ ପ୍ରକୋପ ଏତେ ମାତ୍ରାରେ ବଢ଼ିଯାଇଥିଲା କି ଏହାର ପ୍ରଭାବରେ ସମସ୍ତ ଭୂଲୋକ ଅନ୍ଧାରମୟ ହୋଇଗଲା। ଏହା ଦେଖି ମାତା ଛାୟା ତାଙ୍କ କ୍ରୋଧକୁ ଶାନ୍ତ କରିବା ପାଇଁ କହିଲେ, ପୁତ୍ର, ଏମିତି କର ନାହିଁ। ସେ ତୁମର ପିତା, ତୁମେ ତାଙ୍କ ସହ ଏମିତି ବ୍ୟବହାର କରିବା ଉଚିତ ନୁହେଁ। ନିଜ କ୍ରୋଧ ଉପରେ ସଂଯମତା ଆଣ। ତୁମ କ୍ରୋଧ ଯୋଗୁଁ ସମଗ୍ର ଭୂଲୋକ ଅନ୍ଧକାରରେ ବୁଡ଼ି ଯାଇଛି। ମାତାଙ୍କ କଥା ଶୁଣି ଶନିଦେବ ନିଜ କ୍ରୋଧ ଉପରେ ସଂଯମତା ଆଣିଲେ ଏବଂ ଏହାପରେ ସମଗ୍ର ଭୂପୃଷ୍ଠରେ ସୂର୍ଯ୍ୟଦେବଙ୍କ କିରଣ ପଡ଼ିବାକୁ ଲାଗିଲା। ଏସବୁ ଦେଖିଲା ପରେ ସୂର୍ଯ୍ୟଦେବ ବୁଝିଗଲେ କି ତାଙ୍କ ପୁତ୍ର ଶନିଦେବ କେତେ ଶକ୍ତିଶାଳୀ। ଏହାପରେ ସୂର୍ଯ୍ୟଦେବ ନିଜ ପ୍ରିୟସୀ ଦେବୀ ଛାୟାଙ୍କୁ କହିଲେ, ହେ ପ୍ରିୟେ, ମୁଁ ଯାହା ବି କହିଲି ସେଇଥିପାଇଁ ମୋତେ କ୍ଷମା କରିଦେବ। ଏହାପରେ ଦେବୀ ସନ୍ଧ୍ୟା ମଧ୍ୟ ମାତା ଛାୟାଙ୍କୁ କ୍ଷମା ପ୍ରାର୍ଥନା କଲେ। ସେ କହିଲେ, ହେ ଦେବୀ ଛାୟା, ମୋର କଟୁ ଶବ୍ଦ ଯୋଗୁଁ ତୁମ ହୃଦୟ ନିଶ୍ଚୟ ବିଗଳିତ ହୋଇଥିବ। ତେଣୁ ମୁଁ ନିଜର ଭୁଲ ସ୍ୱୀକାର କରୁଛି। ଏହାପରେ ସୂର୍ଯ୍ୟଦେବ ନିଜ ପୁତ୍ର ଶନିଦେବଙ୍କୁ ଆଲିଙ୍ଗନ କରନ୍ତି ଏବଂ କ୍ଷମା ପ୍ରାର୍ଥନା କରନ୍ତି। ସେ କୁହନ୍ତି, ପୁତ୍ର, ମୁଁ ହେଉଛି ତୁମର ସବୁଠୁ ବଡ଼ ଦୋଷୀ। ମୁଁ ନିଜେ ହିଁ ନିଜ ପୁତ୍ର ବିଷୟରେ ଏପରି କଟୁ ବଚନ କହିଲି। କୃପା କରି ନିଜ ପିତାକୁ କ୍ଷମା କରିଦିଅ। ଏହାପରେ ଶନିଦେବ ଅତି ପ୍ରସନ୍ନ ହେଲେ ଏବଂ କହିଲେ, ହେ ଦେବ, ଏବେ ମୁଁ ଏଠୁ ପ୍ରସ୍ଥାନ କରିବି। ମୋତେ ମୋର ଶକ୍ତି ଉପରେ ଭରସା ତ ଅଛି, ହେଲେ ଏହା ଉପରେ ମୋର କୌଣସି ସଂଯମତା ଏବେ ନାହିଁ। ଏଣୁ ମୁଁ ଭଗବାନ ଭୋଲେନାଥଙ୍କ କଠୋର ତପସ୍ୟା କରିବି। ଏତିକି କହି ସେ ସେଠାରୁ ପ୍ରସ୍ଥାନ କଲେ। ଦର୍ଶକ ବନ୍ଧୁ, ଶନିଦେବ ସୂର୍ଯ୍ୟଲୋକରୁ ପ୍ରସ୍ଥାନ କଲା ପରେ ଏକ ବଣକୁ ଯାଇ ଅନେକ ବର୍ଷ ପର୍ଯ୍ୟନ୍ତ ମହାଦେବଙ୍କ କଠୋର ତପସ୍ୟା କଲେ। ତାଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ଭୋଲେନାଥ ତାଙ୍କୁ ଦର୍ଶନ ଦେଲେ ଏବଂ ବରଦାନ ସ୍ୱରୂପ ତାଙ୍କୁ ସୌରମଣ୍ଡଳରେ ସ୍ଥାନ ଦେଲେ। ଏହା ସହ ସେ ତାଙ୍କୁ ନ୍ୟାୟର ଦେବତା ମଧ୍ୟ ଘୋଷଣା କଲେ। ଏତଦ୍ ବ୍ୟତୀତ ମହାଦେବ ଏହା ମଧ୍ୟ କହିଲେ କି ଶନିଦେବଙ୍କ ନାଁରେ ଦେବତା, ଦାନବ ଏବଂ ମଣିଷ ସମସ୍ତେ ଡରିବେ। ତପସ୍ୟା ପୁରା ହେଲା ପରେ ଶନିଦେବ ପୁନଃ ସୂର୍ଯ୍ୟଲୋକ ଫେରିଗଲେ, ଯେଉଁଠି ସେ ଦେଖିଲେ କି ସମସ୍ତେ ସ୍ୱର୍ଣ୍ଣ ନିର୍ମିତ ରାଜସିଂହାସନରେ ବିରାଜମାନ ଅଛନ୍ତି, ପରନ୍ତୁ ତାଙ୍କ ପାଇଁ ଲୁହାର ସିଂହାସନ ନିର୍ମିତ ହୋଇଅଛି। ଏହା ଦେଖି ତାଙ୍କୁ ନିରାଶ ହେଲା ଏବଂ ନିଜ ପିତା ସୂର୍ଯ୍ୟଦେବଙ୍କ ପ୍ରତି ଶତ୍ରୁତା ଭାବ ବଢ଼ିଗଲା। ତେଣୁ ସେ ପୁନଃ ସୂର୍ଯ୍ୟଲୋକରୁ ପ୍ରସ୍ଥାନ କଲେ। ପରବର୍ତ୍ତୀ ସମୟରେ ଦାମିନୀ ନାମକ କନ୍ୟା ସହ ତାଙ୍କର ବିବାହ ହେଲା ଏବଂ ଏହି ବିବାହରେ କେବଳ ତାଙ୍କ ମାତା ଛାୟା ଦେବୀ ହିଁ ଉପସ୍ଥିତ ଥିଲେ। ତେବେ ଦର୍ଶକ ବନ୍ଧୁ, ଆପଣମାନେ ଏବେ ଜାଣିସାରିଥିବେ କି କେମିତି ଶନିଦେବ ନିଜ ମାତାଙ୍କ ଅଧିକାର ପାଇଁ ନିଜ ପିତା ସ୍ୱୟଂ ସୂର୍ଯ୍ୟଦେବଙ୍କୁ ସାମ୍ନା କରିଥିଲେ। ଦର୍ଶକ ବନ୍ଧୁ, ମାନ୍ୟତା ଅନୁସାରେ ସୂର୍ଯ୍ୟଦେବ ତାଙ୍କ ପୁତ୍ର ଶନିଦେବଙ୍କ ସହ ଏପରି ବ୍ୟବହାର ଏଇଥିପାଇଁ କଲେ କାରଣ ଏହା ସ୍ୱୟଂ ମହାଦେବଙ୍କ ଇଚ୍ଛା ଥିଲା। ଶନିଦେବଙ୍କୁ ସମସ୍ତ ପ୍ରକାର ମୋହବନ୍ଧନରୁ ସ୍ୱତନ୍ତ୍ର କରିବା ପାଇଁ, ଯଦ୍ୱାରା ସେ ପ୍ରତ୍ୟେକ ପ୍ରାଣୀ ପ୍ରତି ନିରପେକ୍ଷ ଭାବରେ ନ୍ୟାୟ କରିପାରିବେ। ଏହା ଆଦିଦେବ ମହାଦେବଙ୍କ ହିଁ ଲୀଳା ଥିଲା। ତେବେ ଦର୍ଶକ ବନ୍ଧୁ, ଆଜି ଆମେମାନେ ଜାଣିଲେ କି କେଉଁ କାରଣ ଯୋଗୁଁ ସୂର୍ଯ୍ୟଦେବ ନିଜ ପୁତ୍ର ଶନିଦେବଙ୍କୁ ଗ୍ରହଣ କରିନଥିଲେ। ଆମେ ଆଶା କରୁଛୁ କି ଆଜିର ଏହି ପ୍ରସ୍ତୁତି ଆପଣମାନଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଏହାକୁ ଅଧିକରୁ ଅଧିକ ଲାଇକ୍ ଏବଂ ସେୟାର କରନ୍ତୁ ଏବଂ ଏମିତି ପୌରାଣିକ ପ୍ରସଙ୍ଗ ଜାଣିବା ପାଇଁ ଆମ ଚ୍ୟାନେଲ୍ M2 ଷ୍ଟୋରି ଟେଲରକୁ ସବସ୍କ୍ରାଇବ୍ କରନ୍ତୁ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ। ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।